ଆଜି ଆମର ହଉଛି ଲାଷ୍ଟ ଡେ। ଆଜି ଆମେ ସମସ୍ତେ ଘରକୁ ଜାତି ହେଇକି ସବୁ ଘରକୁ ଯିବୁ। ତ ଦେଖନ୍ତୁ ଆମେ ଗୋଟେ ଗାଧେଇବା ପାଇଁ ଆସିଛୁ କୋଉଠି। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଆମେ ମାନେ ଗାଧେଇ ପାଧେଇ ସାରିଲୁ। ତ ମାନେ ଫ୍ରେଶ ହେଇଗଲୁ। ତ ଏବେ ଆମେ ଯାଇକି ମନ୍ଦିରରେ ଜାତି ହବୁ। ତ ଜାତି ହେଲା ପରେ ଆମେ କେମିତି ଜାତି କଣ ହଉ ଆପଣଙ୍କୁ ଦେଖେଇବି ଆଉ ଚାଲ ଯିବା ମନ୍ଦିର। ଦେନ୍ ଏପଟେ ଆମେ ସମସ୍ତେ ମାନେ ମନ୍ଦିର ପାଖରେ ପହଞ୍ଚାଇଥିଲେ। ଏପଟେ ସମସ୍ତେ ଲାଇନରେ ଠିଆ ହେଇଥିଲେ ଯେହେତୁ ମାନେ ବହୁତ ଲୋକମାନେ ସମସ୍ତେ ଜାତି ହେଇକି ସମସ୍ତେ ଘରକୁ ଯିବେ। ତ ତାର ସମସ୍ତେ ଲାଇନରେ ଠିଆ ହେଇସାରିଲା ପରେ ଆମେ ସମସ୍ତେ ମନ୍ଦିରରେ ପ୍ରବେଶ କରିଥିଲୁ। ତ ତାପରେ ନନା ଆମକୁ ସବୁ ପାଦୁକ ଛିଞ୍ଚିକି ମାନେ ଜାତି କରିଥିଲେ। ତାପରେ ଆମେ ସମସ୍ତେ ବାହାରିଥିଲୁ ଘରକୁ। ତ ତାପରେ ଏପଟେ ଘରକୁ ଆସିଲା ବେଳକୁ ବିକାଶ ମତେ ନେଇକି ମାନେ ଛାଡିଥିଲା। ଆମେ ଆସିଥିଲୁ ବର୍ତ୍ତମାନ ଟିକେ ଲସି ପିଇବା ପାଇଁ। ଯେତେବେଳେ ଖରା ଯାଉଛି ଏପଟେ ଦଣ୍ଡର ସଂସ୍ଥା ଆସିଥିଲୁ। ଏଠି ବହୁତ ଶୋଷ ଲାଗୁଥିଲା ସେଥିପାଇଁ ଲସି ପିଇ ଆସିଥିଲୁ ଆଉ। ଲସି ପିଇବାରେ ରେଡି। ମନସା ବି ରେଡି ଲସି ପିଇବାରେ। କାହ୍ନା କିନ୍ତୁ ରେଡି ହେଇନି ଏତେବେଳକେ ଆଉ। ଫାଇନାଲ ଆମେ ଆସି ପହଞ୍ଚିଗଲୁ ଆମର ଭୋଜିର ପ୍ଲେସରେ। ତ ସମସ୍ତେ ଦେଖିଥିବେ ଯୋଉଟା କି ମାନେ ଖୁମ୍ବେଶ୍ୱରୀ ପ୍ଲେସ। ଦେଖନ୍ତୁ ଏଇଟା ହଉଛି ଖୁମ୍ବେଶ୍ୱର ପ୍ଲେସ। ତ ଆମର ସମସ୍ତେ ଏଇখানে ଭୋଜିଟା ହବ। ତ ଭୋଜି ପାଇଁ ଅଲରେଡି ସମସ୍ତେ ରେଡି। ଏପଟେ ଆମର ବୁଲୁ ଆସିଛି, ସିଲୁ ଆସିଛି। ତ ଆମର ଦେଖ ଆଇଟମ କଣ ହେଇଛି। ଇଏ ହେଇଛି ଆମର ପାମ୍ପଡ, ଭାତ, ଚିକେନ, ସାଲାଡ ଆଉ ଦେଖ ମଟନ ଆମର ସିଲୁ ବାଢୁଛି। ସିଲୁ ମଟନ ବାଢୁଛି ହେଲା କି। ତ ସବୁ ପିଲା ହାଇ କରିଦିଅ ସବୁ ପିଲାମାନେ। ଅଣଦେଇ ତମେ ହାଇ କରିଦିଅ। ଅଣଦେଇ ଟିକେ ବେଶୀ ଖାଇବାର ହେଲା କି। ଦେଖିଦେବେ ତ ଫ୍ରେଣ୍ଡସ୍ ମାନେ ଭୋଜି ସରିଗଲା। ତା ସହିତ ତ ବାସନ ମାଜିବାକୁ ଗଲେ। ତ ମାଜିବା ଆଉ।